ଦେଖି ଆମେ ଆପଣମାନେ ଆଗକୁ ଆଗକୁ ଦେଖି ଚାଲନ୍ତୁ। ଦେଖନ୍ତୁ ବଡ଼ି ଚୁରା, ଏଠି ଆସିଲା ଶାଗ ଭଜା, ଦେଖିପାରିଲେ ଭଜା ମଧ୍ୟ ଅଛି, ଆଉ ଆମର ଆଳୁ ଚଟଣି ବି ଅଛି। ବନ୍ଧୁ ନମସ୍କାର, ମୁଁ ଶଙ୍କର ବିଶ୍ୱାଳ, ମୋ ଚ୍ୟାନେଲ୍ ଆପଣମାନଙ୍କୁ ସ୍ୱାଗତ। ଆମର କଟକ ଚୌଦ୍ୱାର ମୂଳାଦକ ପାଟଣାରେ ଶନି ମନ୍ଦିରଙ୍କର ଆଜି ବାର୍ଷିକ ଉତ୍ସବ। ଆଉ କେଉଁଭଳି ଭାବରେ ଭକ୍ତ ଆସୁଛନ୍ତି, ଆଉ କେମିତି ପ୍ରସାଦ ସେବନ ସବୁ ତିଆରି କରାଯାଇଛି, ଆଉ କ'ଣ କ'ଣ ସବୁ ଆୟୋଜନ ଅଛି, ଏବେ ଆସନ୍ତୁ ଦେଖିବା କେତେ ଭକ୍ତମାନେ ଆସିଛନ୍ତି। ଆଉ ପ୍ରଭୁ ଶନିଙ୍କୁ ବି ଆମେ ଟିକେ ଦର୍ଶନ କରିବା। ଆପଣମାନେ ବନ୍ଧୁ ଦେଖିପାରୁଥିବେ ଶନିଦେବଙ୍କ ମନ୍ଦିର, ଦେଖନ୍ତୁ ପ୍ରଭୁ ଶନିଦେବଙ୍କ ମନ୍ଦିର। ଓଁ ଶନିଚରାୟ ନମ, ଓଁ ଶନିଚରାୟ ନମ, ଓଁ ଶନିଚରାୟ ନମ। ଆସ୍ତେ ଆସ୍ତେ ଭକ୍ତମାନେ ଆସୁଛନ୍ତି, ଭିଡ଼ ଲାଗିଲେଣି, ଆପଣମାନେ ଦେଖିପାରୁଥିବେ। ପ୍ରଥମେ ଯାଇକି ପ୍ରଭୁ ଶନିଦେବଙ୍କୁ ଦର୍ଶନ କରୁଛନ୍ତି, ତାପରେ ଆସି ପ୍ରସାଦ ସେବନ କରୁଛନ୍ତି। ଦେଖିପାରିଲେ ବନ୍ଧୁ, ପ୍ରଥମେ ଆସିଲେ ଶନିଦେବଙ୍କୁ ଦର୍ଶନ କଲେ, ତାପରେ ଯିଏ ଭକ୍ତମାନେ ଆମର ପ୍ରସାଦ ସେବନ କରିବା ପାଇଁ ଦେଖନ୍ତୁ ସବୁ ଧାଡ଼ି ହେଇକି ଶାନ୍ତି ଶୃଙ୍ଖଳା ସହିତ ପ୍ରସାଦ ସେବନ କରୁଛନ୍ତି। ଆହୁରି ବନ୍ଧୁ ଭକ୍ତମାନେ ଆସିବେ, ଆପଣମାନେ ଦେଖିପାରିବେ। ବହୁତ ଶାନ୍ତି ଶୃଙ୍ଖଳା ସହିତ ଆମର ଭକ୍ତମାନେ ପ୍ରସାଦ ସେବନ କରୁଛନ୍ତି। ଏପଟେ ଆମର ଖରାଦିନ ପାଇଁ ଦହି ସରବତ ବି ମଧ୍ୟ ରଖାଯାଇଛି, ସାଦା ପାଣି ମଧ୍ୟ ବ୍ୟବସ୍ଥା କରାଯାଇଛି। ଏପଟେ ଆମର ଭଜନ ସମାରୋହ ବି ରହିଛି। ଦେଖନ୍ତୁ ଏପଟେ ଭଜନ ସମାରୋହ ମଧ୍ୟ ଚାଲିଛି। ଏବେ ଆସନ୍ତୁ ଦେଖିବା କ'ଣ କ'ଣ ସବୁ ପ୍ରସାଦ ପାଇଁ ତିଆରି କରାଯାଇଛି। ଦେଖନ୍ତୁ ପ୍ରସାଦ ତିଆରି ଚାଲିଛି ବର୍ତ୍ତମାନ ମଧ୍ୟ। ଏସବୁ ଦହି ପଖାଳ ହେଇଛି, ଆପଣମାନେ ଦେଖିପାରୁଥିବେ। ଦେଖନ୍ତୁ ଦହି ପଖାଳ। ଚାଲନ୍ତୁ ଦେଖିବା ସିଧାସଳଖ କ'ଣ କ'ଣ ସବୁ ଆମର ରହିଛି ଦେଖିନେବା। ଦେଖନ୍ତୁ ଆମର ଦହି ପଖାଳ, ଭଜା, ଶାଗ ଭଜା ଏବଂ ବଡ଼ି ଚୁରା ସବୁ ଏମିତି ଆୟୋଜନ କରାଯାଇଛି। ଆପଣମାନେ ମଧ୍ୟ ଦେଖିପାରୁଥିବେ, ଆସ୍ତେ ଆସ୍ତେ ଭିଡ଼ ଲାଗିଲେଣି ଆମର ଭକ୍ତମାନେ। ଆମେ ଆପଣମାନେ ଆଗକୁ ଆଗକୁ ଦେଖି ଚାଲନ୍ତୁ। ଦେଖନ୍ତୁ ବଡ଼ି ଚୁରା, ଏଠି ଆସିଲା ଶାଗ ଭଜା, ଦେଖିପାରିଲେ ଭଜା ମଧ୍ୟ ଅଛି, ଆଉ ଆମର ଆଳୁ ଚଟଣି ବି ଅଛି। ଭାଇମାନେ ବହୁତ ରାତି ଅନିଦ୍ରା ହେଇକି ବହୁତ ପରିଶ୍ରମ କରିକି ପ୍ରସାଦ ତିଆରି କରିଛନ୍ତି। ଦେଖିପାରୁଥିବେ ଆପଣମାନେ କେଉଁଭଳି ଭାବରେ ଭକ୍ତମାନେ ସବୁ ଆସିଲେଣି। ଭଜନ ସମାରୋହ ଚାଲିଛି, ଆପଣମାନେ ବି ଦେଖିଛନ୍ତି। ଯେଉଁଭଳି ଭାବରେ ବର୍ତ୍ତମାନ ବନ୍ଧୁ ଖରା ହେଉଛି, ଆପଣମାନେ ଜାଣିପାରୁଥିବେ। ଖରାକୁ ଖାତିର ନ କରିକି ଭକ୍ତମାନେ ଆସିଛନ୍ତି ଆମର ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ପ୍ରଭୁ ଶନିଦେବଙ୍କୁ ଦର୍ଶନ କରିବା ପାଇଁ। ଆପଣମାନେ ଦେଖିପାରୁଥିବେ କେଉଁଭଳି ଭାବରେ ଭକ୍ତମାନେ ଆମର ଆସିଛନ୍ତି। ରହୁଛି ବନ୍ଧୁ, ନମସ୍ତେ, ଖୁସିରେ ରୁହନ୍ତୁ ସମସ୍ତେ।